रिपोर्टटा ଏମିତି ନାଇଁ ସାର୍ ମୋର ବି ପେନ୍ ନା ଏଇଟା ନଥିବ ଏଇଟା ଆଉ ଗୋଟେ ପକେଟ୍ ଚେକ୍ କର। ଗତକାଲି ତାରିଖ 20/8/2026 ତାରିଖ ଦିନ ଗୋଟେ ବେଳକୁ ଗୋଟେ ଖବର ଆସିଲା ଯେ ଗୋଟେ ବୋଲେରୋ ପିକଅପ୍ ବୋଲେରୋ ଭେହିକେଲରେ OR 10F8345 ରେଜିଷ୍ଟ୍ରେସନ ନମ୍ବର ଥିବା ଗାଡ଼ିରେ କଣ୍ଟ୍ରାବାଣ୍ଡ ଆର୍ଟିକଲ ଯାଉଛି ବୋଲି ସାଙ୍ଗେ ସାଙ୍ଗେ SP ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଆମର କୋଡ଼ିଙ୍ଗା ଥାନା, ପାପଡ଼ାହାଣ୍ଡି ଥାନା ଆଉ ମୈଦଲପୁରର କିଛି ଅଫିସର ମିଶିକିରି ବ୍ଲକିଂ କଲେ। ବ୍ଲକିଂରେ ଗୋଟେ ଗାଡ଼ି ଯେଉଁଟା ନମ୍ବର ଦିଆହେଇଥିଲା ସେ ଗାଡ଼ିକୁ ଡିଟେନ୍ କରାହେଲା। ଡିଟେନ୍ ହେବା ପରେ ସେଥିରେ ମୋଟ 16ଟି ପ୍ଲାଷ୍ଟିକ ବ୍ୟାଗ୍ରେ କଣ୍ଟ୍ରାବାଣ୍ଡ ଆର୍ଟିକଲ ଥିବାର ମିଳିଲା। ପରେ ଯେତେବେଳେ ମାଜିଷ୍ଟ୍ରେଟଙ୍କ ପ୍ରେଜେନ୍ସରେ ତାକୁ ଖୋଲାଗଲା ସେଇଥିରୁ କେବଳ 2ଟା ବ୍ୟାଗ୍ରେ ଗଞ୍ଜେଇ ଥିଲା ଆଉ ବାକି ସବୁଥିରେ କୁଟା ଆଉ ଇଟା ମାନେ ଥିଲା। ଯେଉଁଥିକାର ଟୋଟାଲ ୱେଟ୍ ହେଉଛି ଗଞ୍ଜେଇର 33 କିଲୋ ସମଥିଙ୍ଗ। ଆଉ ଏଇ ବାବଦକୁ 3 ଜଣ ଲୋକ ମୁନା ନାଗ, ରାଜେଶ ଖରା ଏବଂ ଭାସ୍କର ସଗରିଆ ମାନେ ସମସ୍ତେ କୋରାପୁଟ ଡିଷ୍ଟ୍ରିକ୍ଟର ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଉଛି। ଆଉ ଏଇ ଗଞ୍ଜେଇ ଯାହା ତାଙ୍କର ଇନିସିଆଲ ଇନଫର୍ମେସନ୍ କନ୍ଧମାଳ ଏରିଆରୁ ପରଚେଜ ହେଇଛି ଆଉ ତାର ବି ଆମେ ତଦନ୍ତ କରୁଛୁ। ଆକୁ ବି ଏଇ କେସ୍ରେ କିଏ ଇନଭଲ୍ଭ ଅଛନ୍ତି ତାର ଟ୍ରେଲ୍ କ'ଣ ସବୁ ଡିଟେକ୍ସନ୍ କଲା ପରେ ଆପଣଙ୍କୁ ଡିଟେଲରେ କହିପାରିବୁ। ଅନୁମାନିକ ମୂଲ୍ୟ ଇଣ୍ଟୁ 4 30 ଇଣ୍ଟୁ 4 ପାଖାପାଖି। ଏଇଟା ଜୟପୁରର ସବୁ ଏଇ ଏରିଆ ଲୋକମାନେ ହେଉଛନ୍ତି ଜୟପୁର ରେଜିଷ୍ଟ କରନ୍ତି। ଆଉ ରାଜେଶ ଜାନି ଆଗରୁ ବି NDPS କେସ୍ରେ ଆଉ ଅନ୍ୟାନ୍ୟ କେସ୍ରେ ଏକାଧିକ କେସ୍ରେ ଇନଭଲ୍ଭ ଅଛନ୍ତି, କୋର୍ଟ ଫରୱାର୍ଡ ମଧ୍ୟ ହେଇଛନ୍ତି। ତେଣୁ ଏମାନେ ନିଶ୍ଚିତ ଭାବରେ ସେ ସିଣ୍ଡିକେଟ୍ରେ ଥିବେ ଆଉ ସେଟାକୁ ଆପଣ ପରବର୍ତ୍ତୀ ତଦନ୍ତରେ ଆମକୁ ଏଇଟା ଡିସେପସନ୍ ପାଇଁ ସେମାନଙ୍କୁ ଡିସେପସନ୍ ପାଇଁ ୟୁଜ୍ କରିଥିଲେ।